ଝାରସୁଗୁଡ଼ା ସଦର ବ୍ଲକ ଲୋଇସିଂ ଗ୍ରାମ ପଞ୍ଚାୟତରେ ବ୍ରଜନଗର ବିଧାୟିକା ଅଳକା ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ପ୍ରତିନିଧି ଗଣେଶ ରାମ ବାଗ ମୁଖ୍ୟ ଅତିଥି ଏବଂ ଲୋଇସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ସନାତନ ରୋହିଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଧାୟିକା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ସାଇମାଲ ପ୍ରାଥମିକ ବିଦ୍ୟାଳୟଠାରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ବାରଖଣ୍ଡିଆ ମୁଡ଼କାଟିପା ଖଡ଼ିଆପଡ଼ାଠାରେ କଂକ୍ରିଟ ରାସ୍ତା ନିର୍ମାଣ, ଖମନଟିକରାଠାରେ ଭାଗବତ ଟୁଙ୍ଗି ନିର୍ମାଣ, ବାରଖଣ୍ଡିଆ ରୋହିଦାସପଡ଼ା ଭାଗବତ ଘର ସମ୍ପୂର୍ଣ୍ଣୀକରଣ, ଏନ୍ଟିପିସି ପକ୍ଷରୁ ବାରଖଣ୍ଡିଆଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ କୋଇଲଗାଠାରେ ଥିବା କଲ୍ୟାଣ ମଣ୍ଡପର ସମ୍ପୂର୍ଣ୍ଣୀକରଣ ଆଦି କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଭୂମି ପୂଜା କରି କାର୍ଯ୍ୟ ଶୁଭାରମ୍ଭ କରାଇଥିଲେ। ଏହି ଅବସରରେ ୱାର୍ଡ ସଭ୍ୟ ମଦନ ରୋହିଦାସ, ସିଆର୍ପି ତିଳୋତ୍ତମା ରୋହିଦାସ, ଧରଣୀଧର ନାୟକ, ଜିତେନ୍ଦ୍ର ନାୟକ, ପ୍ରେମ ଖଡ଼ିଆ, ରଞ୍ଜନ ସାହୁ, କିରଣ ପଟେଲ, ସଞ୍ଜୟ ନାୟକ, ଜିତେନ୍ଦ୍ର ରୋହିଦାସ, ବିହାରୀ ରୋହିଦାସ, କେଶବ ରୋହିଦାସ ସମେତ ଅନ୍ୟାନ୍ୟ ବହୁ ଗ୍ରାମବାସୀ କାର୍ଯ୍ୟକ୍ରମଗୁଡ଼ିକରେ ଉପସ୍ଥିତ ଥିଲେ।